ओटीटी प्रस्तुति ପାଇଁ ଓଡ଼ିଆ ବ୍ୟାକରଣ ରୂଢ଼ି ପ୍ରୟୋଗର କେତେକ ପ୍ରଶ୍ନ ଆଲୋଚନା କରିବା। ପ୍ରଥମ ପ୍ରଶ୍ନ ଅଛି ଆଖିର କଣ୍ଟାର ଅର୍ଥ କ'ଣ? ଯାହାର ଉତ୍ତର ହେଉଛି ଅପସନ୍ ସି ଅସହ୍ୟ ବ୍ୟକ୍ତି। 2 ନମ୍ବର ପ୍ରଶ୍ନ କାନରେ ପାଣି ପଡ଼ିବା ରୂଢ଼ିର ଅର୍ଥ କ'ଣ? ଯାହାର ଉତ୍ତର ଅପସନ୍ ବି କିଛି ଧ୍ୟାନ ଦେବା। 3 ନମ୍ବର ପ୍ରଶ୍ନ ହାତ ଧୋଇ ପଛେ ପଡ଼ିବାର ଅର୍ଥ କ'ଣ? ହାତ ଧୋଇ ପଛେ ପଡ଼ିବା ପଛରେ ପଡ଼ିବାର ଅର୍ଥ ଅପସନ୍ ସି ଶତ୍ରୁତା କରିବା ହେଉଛି ଠିକ୍ ଉତ୍ତର। 4 ନମ୍ବର ପ୍ରଶ୍ନ ମୁଣ୍ଡ ଖାଇବାର ଅର୍ଥ କ'ଣ? ଉତ୍ତର ହେବ ବହୁତ ବିରକ୍ତ ହେବା। ଅପସନ୍ ବି ହେଇଯିବ ଠିକ୍ ଉତ୍ତର। ତାପରେ 5 ନମ୍ବର ପ୍ରଶ୍ନ ହାତେ ନାହିଁ କଣ୍ଟାର ଅର୍ଥ କ'ଣ? ହାତେ ନାହିଁ କଣ୍ଟାର ଅର୍ଥ ଅପସନ୍ ଏ ଭୟ ନଥିବା। ତେବେ ଏମିତି ଅନେକ ପ୍ରକାର ପ୍ରଶ୍ନ ଆସିବ। ନୂଆ ନୂଆ ଭିଡ଼ିଓ ପାଇବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନିଅନ୍ତୁ। ପରବର୍ତ୍ତୀ ପ୍ରଶ୍ନ ଅଛି ଆକାଶ କୁସୁମ ଭାବିବାର ଅର୍ଥ କ'ଣ? ଆକାଶ କୁସୁମ ଭାବିବାର ଅର୍ଥ ଅସମ୍ଭବ କଥା ଭାବିବା। ଅପସନ୍ ଏ ହେଇଯିବ ଠିକ୍ ଉତ୍ତର। 7 ନମ୍ବର ମୁଣ୍ଡ ନୁଆଇବାର ଅର୍ଥ କ'ଣ? ମୁଣ୍ଡ ନୁଆଇବାର ଅର୍ଥ ହେଉଛି ଲଜ୍ଜିତ ହେବା। ଅପସନ୍ ବି ହେଇଯିବ ଠିକ୍ ଉତ୍ତର। 8 ନମ୍ବର ଦୁଗ୍ଧରେ ଜଳ ପଡ଼ିବାର ଅର୍ଥ କ'ଣ? ଏହାର ଉତ୍ତର ହେଇଯିବ ଅପସନ୍ ଏ କ୍ଷତି ହେବା। କ୍ଷତି ହେବା ହେଉଛି ଏହାର ଉତ୍ତର। 9 ନମ୍ବର ପ୍ରଶ୍ନ ମୁଣ୍ଡ ଉପରେ ଚଢ଼ିବାର ଅର୍ଥ କ'ଣ? ଠିକ୍ ଉତ୍ତର ଆଦର ବଢ଼ିଯିବା। ଅପସନ୍ ଏ ହେଇଯିବ ଠିକ୍ ଉତ୍ତର। 10 ନମ୍ବର ହାତ ଧରି ଚଲାଇବାର ଅର୍ଥ କ'ଣ? ହାତ ଧରି ଚଲାଇବାର ଅର୍ଥ 10 ନମ୍ବର ହେଉଛି ଠିକ୍ ଉତ୍ତର। ଅପସନ୍ ଏ ସାହାଯ୍ୟ କରିବା। 11 ନମ୍ବର ଆଖି ଖୋଲିବାର ଅର୍ଥ କ'ଣ? ଆଖି ଖୋଲିବାର ଅର୍ଥ ସଚେତନ ହେବା। ଅପସନ୍ ବି ହେଇଯିବ ଠିକ୍ ଉତ୍ତର। 12 ନମ୍ବର ପ୍ରଶ୍ନର ଉତ୍ତର ମୁହଁ କଳା କରିବାର ଅର୍ଥ କ'ଣ? ଅପସନ୍ ବି ଅପମାନ କରିବା ହେଉଛି ଠିକ୍ ଉତ୍ତର। ମୁଣ୍ଡ ଧରି ବସିବାର ଅର୍ଥ କ'ଣ? ଅପସନ୍ ଏ ଚିନ୍ତାରେ ପଡ଼ିବା। ଅନେକ ଲୋକ ମୁଣ୍ଡରେ ହାତ ଦିଅନ୍ତି, ଗାଲରେ ହାତ ଦେଇଥାନ୍ତି, ସେଟା ଚିନ୍ତାରେ ପଡ଼ିବାର ଅର୍ଥ ହେଇଯିବ। 14 ନମ୍ବର କାନ ଦେବାର ଅର୍ଥ କ'ଣ? କାନ ଦେବା ଅର୍ଥାତ୍ ଅନ୍ୟର କଥାକୁ ଶୁଣିବା। ଅପସନ୍ ଏ ହେଇଯିବ ଠିକ୍ ଉତ୍ତର। 15 ନମ୍ବର ହାତ ଉଠାଇବାର ଅର୍ଥ କ'ଣ? ହାତ ଉଠାଇବାର ଅର୍ଥ ସମର୍ପଣ କରିବା। 2 ହାତ ଉପରକୁ ଟେକିଦେବା। ଏଠି ଆଉ କାହାକୁ ବାଡ଼େଇବା ଅର୍ଥରେ ନୁହେଁ, ଏଇଟା 2 ହାତ ଉପରକୁ ଟେକିବା ସମର୍ପଣ କରିବା ଅର୍ଥରେ ଲାଗିଛି। 16 ନମ୍ବର ମୁହଁ ଗୁଞ୍ଚାଇବାର ଅର୍ଥ ମୁହଁ ଫେରାଇ ନେବା, ଯେଟାକି କହନ୍ତି ଅବହେଳା କରିବା, ନେଗ୍ଲେକ୍ଟ କରିବା। ଅପସନ୍ ଏ ହେଇଯିବ ଠିକ୍ ଉତ୍ତର। ହାତରେ ଖେଳାଇବା। ହାତରେ ଖେଳାଇବାର ଅର୍ଥ 17 ନମ୍ବର ଦେଖନ୍ତୁ ଠିକ୍ ଉତ୍ତର ହେଇଯିବ ସହଜ କାମ। ଅପସନ୍ ଏ ହେଇଯିବ ଠିକ୍ ଉତ୍ତର। 18 ନମ୍ବର ମୁଣ୍ଡ ଘୁରିବାର ଅର୍ଥ କ'ଣ? ମୁଣ୍ଡ ଘୁରିବାର ଅର୍ଥ ଚକିତ ହେବା, ଆଶ୍ଚର୍ଯ୍ୟ ହେବା। ଜଣଙ୍କର ମୁଣ୍ଡ ଘୁରିଲା, ଆଶ୍ଚର୍ଯ୍ୟ ହେଇଗଲା। 19 ନମ୍ବର ଆଖି ବୁଜିବାର ଅର୍ଥ କ'ଣ? ମରିଯିବା। ଉତ୍ତର ହେଇଯିବ ମରିଯିବା। 20 ନମ୍ବର ହାତ ବାନ୍ଧି ବସିବାର ଅର୍ଥ କ'ଣ? ହାତ ବାନ୍ଧି ବସିବାର ଅର୍ଥ କିଛି ନ କରିବା। ଅପସନ୍ ଏ ହେଇଯିବ ଠିକ୍ ଉତ୍ତର, କିଛି କାମ ଧାମ ନ କରିବା। 21 ନମ୍ବର ମୁଣ୍ଡ ଉଠାଇବାର ଅର୍ଥ ଅପସନ୍ ଏ ସାହସ ଦେଖାଇବା। ମୁଣ୍ଡ ଉଠାଇବା ଅର୍ଥ ସାହସ ଦେଖାଇବା। 22 ନମ୍ବର ଆଖିରେ ଧୂଳି ଦେବା, ଏହାର ଅର୍ଥ ହେଉଛି ଧୋକା ଦେବା, ଯେଉଁଟାକି ଅପସନ୍ ଏ ହେଇଯିବ ଠିକ୍ ଉତ୍ତର। 23 ନମ୍ବର କାନ ଧରିବାର ଅର୍ଥ କ'ଣ? କାନ ଧରିବାର ଅର୍ଥ ହେଉଛି ଅପସନ୍ ଏ ଭୁଲ ସ୍ୱୀକାର କରିବା, କାନ ଧରିବା। 24 ନମ୍ବର ହାତ ମିଳାଇବାର ଅର୍ଥ କ'ଣ? ହାତ ମିଳାଇବାର ଅର୍ଥ ଅପସନ୍ ଏ ସହଯୋଗ କରିବା। କ'ଣ କରିବା? ସହଯୋଗ କରିବା। ଜଣେ ଅନ୍ୟ ଜଣଙ୍କ ସହିତ ହାତ ମିଶାଇବା, ହାତ ମିଳାଇବା। 25 ନମ୍ବର ପ୍ରଶ୍ନ ମୁହଁ ଫୁଲାଇବାର ଅର୍ଥ କ'ଣ? ମୁହଁ ଫୁଲାଇବାର ଅର୍ଥ ହେଉଛି ଅପସନ୍ ଏ ରାଗି ରହିବା। ରାଗି ରହିବା ହେଉଛି ତା'ର ଉତ୍ତର। ଧନ୍ୟବାଦ।